ସକାଳୁ ସକାଳୁ ଉଠି କାହା ମୁହଁ ଚାହିଁଥିଲି ଯେ ମୋର ଆଜି 1100 ଟଙ୍କା ଲସ୍ ହେଇଗଲା। ଭାଇ ମାନେ ଆଜି ସକାଳେ ଉଠିଲା ବେଳକୁ ମତେ ଫ୍ଲିପକାର୍ଟ ତରଫରୁ କଲ୍ ଆସିଲା ଯେ ମୋର ଗୋଟେ ଅର୍ଡର ଆସିଛି। ତ ମୁଁ ଡେରି ନ କରି ସାଙ୍ଗେ ସାଙ୍ଗେ ଫ୍ରେଶ ହେଇକି ବାହାରି ପଡିଲି ଗେଟ୍ ଆଡକୁ ଯିବା ପାଇଁ। ଆଉ ଏପଟେ ଦେଖିଲା ବେଳକୁ ପିଲାମାନେ ଡ୍ୟୁଟି ଯିବା ପାଇଁ ପୁରା ରେଡି ହେଇକି ବସିଛନ୍ତି। ଆଉ ଏଇ ଅର୍ଡରଟିକୁ ଆଣିବା ପାଇଁ ମୋର ଆଜି ଜମା ଇଚ୍ଛା ନଥିଲା, କାହିଁକି ନା ପଇସା ଗୁଡାକ ମୁଁ ସବୁ ରଖିଥିଲି ଜାନୁଆରୀ 26 ରେ ଖର୍ଚ୍ଚ କରିବା ପାଇଁ। କିନ୍ତୁ ଯେହେତୁ ଅର୍ଡରଟା ଶୀଘ୍ର ପଳେଇ ଆସିଲା ତ ମୁଁ ବାଧ୍ୟ ହେଲି ଅର୍ଡରଟାକୁ ରିସିଭ୍ କରିବା ପାଇଁ। ଆଉ କିଛି ସମୟ ଗଲା ପରେ ଫାଇନାଲି ମୁଁ ଗେଟ୍ ପାଖରେ ପହଞ୍ଚି ଗଲି। ଆଉ ଏତେ ଗୁଡାଏ ଅର୍ଡର ଭିତରେ ମୋ ଅର୍ଡରଟିକୁ ଖୋଜିବାକୁ ଲାଗିଲି। କିଛି ସମୟ ଖୋଜାଖୋଜି କରି ସାରିବା ପରେ ଫାଇନାଲି ମୋ ଅର୍ଡରଟା ମିଳିଗଲା। ଆଉ ଯେହେତୁ ଅର୍ଡରଟା ଓପନ ବକ୍ସ ଡେଲିଭରି ଥିଲା ତ ଅଙ୍କଲଟି ଅର୍ଡରଟିକୁ ଖୋଲିବାକୁ ଲାଗିଲେ। ଆଉ ଅର୍ଡରଟିକୁ ପୁରାପୁରି ଚେକିଂ କରି ସାରିବା ପରେ ମୁଁ ଅର୍ଡରଟିକୁ ଧରି ରୁମ ଆଡକୁ ପଳେଇ ଆଇଲି। ତ ଚାଲନ୍ତୁ ମୁଁ ଆଜି ଆପଣମାନଙ୍କୁ ଦେଖଉଛି ମୁଁ ଫ୍ଲିପକାର୍ଟରୁ କଣ ଅର୍ଡର କରିଥିଲି ଆଉ ତାର ପ୍ରାଇସ୍ କେତେ ଥିଲା। ଭାଇ ପ୍ରଡକ୍ଟର ପ୍ୟାକିଂଟା ବହୁତ ବଢିଆ ଥିଲା। ତ ମୁଁ ଆଜି ଅର୍ଡର କରିଥିଲି ରିଏଲମିର ଏୟାରବଡ୍ସ, ଆଉ ଯାହାର ପ୍ରାଇସ୍ ମାତ୍ର 1200 ଟଙ୍କା ଥିଲା। ତ ଭାଇ ମାନେ ଏହାର ସାଉଣ୍ଡ କ୍ୱାଲିଟି ଆଉ ବେସ୍ ମଧ୍ୟ ବହୁତ ବଢିଆ ଥିଲା। ଆଉ ଏତେ କମ ପଇସାରେ ଏତେ ଭଲ ଜିନିଷ ମିଳିବାର ଦେଖି ମତେ ବହୁତ ବଢିଆ ଲାଗିଲା। ଆଉ ଗୋଟେ କଥା ଭାଇ ମାନେ କାଲି ହେଉଛି ଜାନୁଆରୀ 26 ତାରିଖ। ଆଉ ଏଇ ଜାନୁଆରୀ 26 ରେ ଆମ କମ୍ପାନୀରେ ବହୁତ କିଛି ପ୍ରୋଗ୍ରାମ ହେଇଥାଏ। ତ ଆପଣ ମାନେ ଯଦି ଦେଖିବା ପାଇଁ ଚାହାନ୍ତି ଜାନୁଆରୀ 26 ରେ ଆମ କମ୍ପାନୀରେ କଣ କଣ ହୁଏ ତ ମତେ ଫଲୋ କରି ରଖନ୍ତୁ। ଦେଖାହବା ଆଉ ଗୋଟେ ଭିଡିଓରେ। ତ ରହିଲି ଭାଇ ମାନେ, ଜୟ ଜଗନ୍ନାଥ।